ଗାଁଗଣ୍ଡା ବୁଡାଉଛି ଛୋଟ ଛୋଟ ଶାଖା ନଦୀ। କେନ୍ଦ୍ରାପଡ଼ା ଜିଲ୍ଲାର ପାଇକା ନଦୀର ବାମପଟରେ ଶତାଧିକ ଲୋକ ପାଣି ଘେରରେ। ବଟିରା ପଞ୍ଚାୟତର ରତନପୁର ଗାଁରେ ଥିବା ଦୁଇଟି ୱାର୍ଡର ଶତାଧିକ ଲୋକ ମହିଳା ଏବଂ ଗୋରୁ ଛେଳିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ସୂଚନା ଦେଉଛନ୍ତି କେନ୍ଦ୍ରାପଡ଼ାର ଆମ ରିପୋର୍ଟର ସରୋଜ ପରିଡ଼ା। ଚଳିତ ବର୍ଷ ମହାନଦୀରେ ମହାବିପତ୍ତି ବନ୍ୟା ଆସିବା ପରେ ପାଇକା ନଦୀ କୂଳରେ ଥିବା ଧୋଇଆ ଅଞ୍ଚଳର 3ଟି ୱାର୍ଡ ଯେଉଁ ମଙ୍ଗରାଜପୁର ପଞ୍ଚାୟତ ଏବଂ ରତନପୁର ଗାଁର ଯେଉଁ ଅଛି 10 ନମ୍ବର 11 ନମ୍ବର ୱାର୍ଡ ଅଛି, 3ଟି ୱାର୍ଡ ଅଛି। ସେ ୱାର୍ଡରେ ନାହିଁ ନଥିବା ଅସୁବିଧାର ଲୋକ ସମ୍ମୁଖୀନ ହେଉଛନ୍ତି। ଆମ ପାଖରେ କିଛି ଅଛନ୍ତି ଧୋଇଆ ଅଞ୍ଚଳର ବାସୀ, ତାଙ୍କୁ ପଚାରିବା କିଭଳି ସେମାନେ ବନ୍ୟାରେ ଅସୁବିଧାରେ ଅଛନ୍ତି। ରାତି ବିକାଳେ ବହୁତ ପ୍ରଶାସନ ତରଫରୁ ଗୋଟେ ଡଙ୍ଗା ଦେଇଛନ୍ତି, ଆମେ ଯିବା ଆସିବା କରୁଛୁ। ଆଉ ଗୋଖାଦ୍ୟ କୌଣସି ପ୍ରଶାସନ ଦେଇନାହିଁ। ଆଉ ଶୁଖିଲା ଖାଦ୍ୟ ଭିତରେ ବିସ୍କୁଟ ଦେଇଛନ୍ତି, ଆଉ କେଜି ଲେଖା 1.5 କେଜି ଲେଖା ଚୁଡ଼ା ଦେଇଛନ୍ତି କାଲି। ଆଉ ଆଜି ଫ୍ରି କିଚେନ୍ କରାଯାଉଛି। କେତେ ଲୋକ ଅଛନ୍ତି? ଆମର 2ଟା ୱାର୍ଡରେ ଅଛନ୍ତି 700ରୁ ଏଭବ ଲୋକ ଅଛନ୍ତି। ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଏପର୍ଯ୍ୟନ୍ତ ମିଳିନାହିଁ। ଚୁଡ଼ା କେଜିଏ, ବିସ୍କୁଟ 2 ଟଙ୍କିଆ 5 ଟଙ୍କିଆ ବିସ୍କୁଟ 2ଟା ଲେଖା, ଆଉ ଗୋଖାଦ୍ୟ କିଛି ଏପର୍ଯ୍ୟନ୍ତ ମିଳିପାରି ନାହିଁ। କି ପାଲ ଫାଲ ଖଣ୍ଡେ ଦେଲେ ଭଲ ହୁଅନ୍ତା। ପାଲ ଫାଲ ଲୋକ ରାସ୍ତା ଉପରେ ଘରେ ବହୁତ ଲୋକଙ୍କ ଘରେ ପାଣି ବୋହିଛି, ରାସ୍ତା ଉପରେ ପଲା କରି ରହିଛନ୍ତି। ତାଙ୍କ ପାଇଁ କିଛି ଟିକେ ସୁବିଧା ମିଳୁନାହିଁ। ଗଭର୍ଣ୍ଣମେଣ୍ଟ ତରଫରୁ କିଛି ବି ଆସିପାରି ନାହିଁ। ସରପଞ୍ଚ କାଲି କିଲେ ଚୁଡ଼ା ବିସ୍କୁଟ 2ଟା ଲେଖା ଆଣି ଦେଇଥିଲେ, ସେତିକି ପାଇଛୁ, ଆଉ କିଛି ପାଇନାହୁଁ। ସାର୍ ଘରେ ତ ପାଣି ପଶିଲାଣି, ସମସ୍ତେ ଆସି ବାହାରେ ଅଛନ୍ତି। କେବଳ ଠାକୁରଙ୍କ ଦୟାରେ ଯୋଉ ବର୍ଷା ଟିକେ ନାହିଁ, ନହେଲେ ବର୍ଷା ଯଦି ଆସେ ତାହେଲେ ଲୋକ ବହୁତ ହଇରାଣ ହେବେ। ବେଶୀ ହଇରାଣ ହଉଛନ୍ତି ଗାଈ ଗୋରୁଙ୍କ ପାଇଁ ଏପର୍ଯ୍ୟନ୍ତ କିଛି ନାହିଁ। 3-4 ଦିନ ହେଲାଣି ଗାଈ ପୁରା ଉପାସରେ ଅଛନ୍ତି। ଆଉ ମଣିଷଙ୍କ ପାଇଁ ଆମେ ବି ସେଇଭଳି ଅଛୁ, କିନ୍ତୁ ଗାଈଙ୍କ ପାଇଁ ନିହାତି ଛଣ ଫଣ ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଆଉ ଯୋଉ ଲୋକମାନେ ପଦାରେ ଅଛନ୍ତି ସେମାନେ ପାଲ ଫାଲ ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଆମେ ତ ଅଛୁ ଏଇଠି ଉପାସ ଭୋକିରେ ଅଛୁ, ପାଣି ପଶିଯାଇ ଘରେ। ଆଉ ଆମେ କଣ କରିବୁ? ସରକାର ପକ୍ଷରୁ କିଛି ଆସିନାହିଁ। କେତେ ଲୋକ? ଲୋକ ଆମର ଆମ ଗାଁରେ 2ଟା ୱାର୍ଡ, ଆମ ଗାଁରେ 300-350 ଲୋକ, ସେପଟ ୱାର୍ଡ ମିନିମମ୍ 500 ଲୋକ, ସମସ୍ତେ ଉପାସ ଭୋକିରେ ଅଛୁ। ଯାହା କହିଲେ ଗୋ ସମ୍ପଦ ବହୁତ ବିପଦରେ। ତେଣୁ ତୁରନ୍ତ କେବେ ପ୍ରଶାସନ ଏମାନଙ୍କ ପାଖରେ ଏ ଚଳିତ ବନ୍ୟାରେ ପହଞ୍ଚିକିରି ସହାୟତାରେ ହାତ ବଢାଉଛି ତାହା ତ ସମୟ କହିବ। କେନ୍ଦ୍ରାପଡ଼ାରୁ ସରୋଜ ପରିଡ଼ା, କଳିଙ୍ଗ ଟିଭି।